ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ଆଜି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଶେଷ ବର୍ଷା ନ ହେବାର ସମ୍ଭାବନା ରହିଛି। ଲଘୁଚାପ ଓଡ଼ିଶାଠାରୁ ଦୂରରେ ରହିବାକୁ ଥିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ କମ୍ ରହିବ। ତେବେ ଏହି ଲଘୁଚାପ ଯୋଗୁଁ ଆସନ୍ତା 3 ଦିନ ମଧ୍ୟରେ ରାଜ୍ୟର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଓଡ଼ିଶାର କେଉଁ ସବୁ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି, ଏହା ସହିତ ଓଡ଼ିଶା ପ୍ରତି କେତେ ମାତ୍ରାରେ ବିପଦ ରହିଛି ସେ ନେଇ ଭିଡ଼ିଓରେ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। କିନ୍ତୁ ତା ପୂର୍ବରୁ ভিডিওকে গোটে লাইক করতু এবং ভিডিওটি আপনার সাংসাথী মানুষ অধিকর অধিক মাত্রা সেয়ার করতু। যদি আমার চ্যানেলে আপনার প্রথম থর ভিডিও দেখুছেন চ্যানেলকে সবসক্রাইব করে পাখে থাকা বেল আইকন কু প্রেস করে অল নোটিফিকেশন অন রাখতু, যাদ্বারা যেবে বি পাণিপাগ সম্বন্ধীয় লাটেস্ট অপডেট আপনার সর্বপ্রথমে আমার চ্যানেল মাধ্যমে পাইপারে। তবে পাণিপাগ জারি করে বুলেটিন অনুসারে শনিবার অর্থাৎ আজ উত্তর ও দক্ষিণ উপকূল ওড়িশার গোটিয়ে বা দুইটি স্থাନରେ বর্ষা হওয়া থাকবে। মালকানগিরি, কোরাপুট, রায়গড়া, নবরঙ্গপুর କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ରାଜ୍ୟରେ ଆସନ୍ତା 10 ଦିନ ପର୍ଯ୍ୟନ୍ତ ପାଗ ପ୍ରାୟତଃ ଶୁଖିଲା ରହିବ। ସମ୍ଭବତଃ 6 ଓ 7 ତାରିଖରେ ଦକ୍ଷିଣ ଉପକୂଳ ଏବଂ ଆଭ୍ୟନ୍ତରୀଣରେ ହାଲୁକା ବର୍ଷା ହୋଇପାରେ। 11 ଓ 12 ତାରିଖରେ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସମଗ୍ର ଉପକୂଳରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଥିବା ବେଳେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପଶ୍ଚିମବଙ୍ଗ ଉପରେ ବୁଧବାରଠାରୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଓଡ଼ିଶାର ଦୂରରେ ରହିବ ଏବଂ ରାଜ୍ୟକୁ କୌଣସି ପ୍ରଭାବ ପଡ଼ିବ ନାହିଁ। ଏହା ପ୍ରଭାବରେ ବାଂଲାଦେଶ ଓ ଉତ୍ତର ପୂର୍ବ ଭାରତରେ ବର୍ଷା ହେବ। ଆସନ୍ତା 6 ବା 7 ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗର ଓ ଦକ୍ଷିଣ ଆରବ ସାଗରକୁ ମିଶାଇ ଏକ ଲଘୁଚାପ ସୃଷ୍ଟି ହେବ, ଯାହାଦ୍ୱାରା ତାମିଲନାଡୁ ଓ କେରଳରେ ପ୍ରବଳ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ତେବେ ରାଜ୍ୟରେ ଆଜି ବି ବିଭିନ୍ନ ସ୍ଥାନରେ କୋହଲା ପାଗ ଥିବା ବେଳେ କିଛି ସ୍ଥାନରେ ତାପମାତ୍ରା 35 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାର ତାପମାତ୍ରା ସର୍ବାଧିକ 36.3 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାରଳାଖେମୁଣ୍ଡି ଓ ଟିଟିଲାଗଡ଼ରେ ତାପମାତ୍ରା 34 ଡିଗ୍ରୀ ରେକର୍ଡ କରାଯାଇଛି। ସେଥିପାଇଁ ଆପଣମାନେ ଆଲର୍ଟ ରୁହନ୍ତୁ।